আবে ୟୁଟ୍ୟୁବ ବାଲା ଶଳା ମୁଁ ଏତେ କଷ୍ଟ କରି କରି ସବୁଦିନ ଭିଡ଼ିଓ ବନଉଛି ହେଲେ ଆଜି ଯାଏଁ ଗୋଟେ ଭିଡ଼ିଓ ଭାଇରାଲ କଲାନି। ତୁ କି ୟୁଟ୍ୟୁବର ବେ? ତୁ କି ୟୁଟ୍ୟୁବ ବନେଇବା ବାଲା? ଶଳା ଆଜି ଏଇ ଭିଡ଼ିଓ ଯଦି ମୋର ଭାଇରାଲ ନ କଲା ନା ତୋତେ ନେକ୍ସଟ ଭିଡ଼ିଓ ତୋତେ ଏମିତି ମୁଁ ଶୋଧିବି ତୁ ସେଟା ଭାବି ପାରିବୁନୁ। ଦେଖୁଛୁ ଏଇ ବ୍ୟାକଗ୍ରାଉଣ୍ଡରେ ପଛପଟେ ଏଇ ଘର, ଏଇ ପବନ, ଏ ଆକାଶ, ଏ ମାଟି, ଏ ପଶୁ ପକ୍ଷୀ ସବୁ ସାକ୍ଷୀ ଅଛନ୍ତି। ଶଳା ମୁଁ ଏତେ କଷ୍ଟ କରି କରି ଭିଡ଼ିଓ ବନଉଛି ହେଲେ ଆଜି ଯାଏଁ ତୁ ଗୋଟେ ଭିଡ଼ିଓ ମୋର ଭାଇରାଲ କରିପାରିଲୁନୁ। ଆଜି ମୁଁ ଭିଡ଼ିଓଟା ବନେଇବି ଆଉ ଟୋଟାଲି 48 ଘଣ୍ଟା ମୋବାଇଲ ଛୁଇଁବିନି, ମାନେ ୟୁଟ୍ୟୁବ ଓପନ କରିବିନି। ନେକ୍ସଟ କାଲି ଦେଖିବି ଯଦି ଭିଡ଼ିଓରେ ଭିଉ ନ ଯାଇଛି ତତେ ଗୋଡ଼ଠୁ ମୁଣ୍ଡ ଯାଏଁ ପୁରା ଶୋଧିବି, ମନେ ରଖିଥିବୁ। ୟୁଟ୍ୟୁବର ଶଳା ମୁଁ ଭିଡ଼ିଓ ବନେଇବା ପାଇଁ ଏତେ କଷ୍ଟ କରି ଏତେ ସବୁ ଖାଇବା ନେଇ ଆସିଛି, ତଥାପି ତୁ ଶଳା ଭିଡ଼ିଓ ଭାଇରାଲ କରୁନୁ। ଦେଖ କାଲି ଭିଡ଼ିଓ ଯଦି ଭାଇରାଲ ନହେଲା ତୁ ଦେଖିବୁ କାଲି ମୋ ଅସଲି ରୂପ। ଦେଖ କେତେ ପ୍ରକାର ଖାଇବା ଆଣିଛି ଭିଡ଼ିଓ ଭାଇରାଲ ହବ ବୋଲି। ଦେଖ ଭିଡ଼ିଓ ବନେଇବା ପାଇଁ କେତେ ପ୍ରକାର ଖାଇବା ନେଇଯାଇଛି। ଏ ଦେଖେ ମାଛର ମୁଣ୍ଡ, ଦେଖେ ମାଛର ମୁଣ୍ଡ ଆଗ ଗୋଟେ ଦେଖୁଛୁ, ଇଏ ହଉଛି ରୋହି ମାଛ। ଆଉ ଧନିଆ ପତ୍ର ଲଙ୍କା ସହିତ ରସୁଣ, ଇଏ ହଉଛି ଝୋଳଟା। ଆଉ ଇଏ ଭାତ ପୁରା ମାନେ ଦେଖୁଛୁ ନା ପୁରା ଧଳା। ଆଉ ଦେଖେ ମିକ୍ସଚର, ଏତେ ସବୁ ଖାଇବା ନେଇକି ଆସିଛି ଖାଇବା ପାଇଁ। ଆଉ ତୁ ଶଳା ତୁ ଗୋଟେ ଏଠି ବସିକି ଗୋଟେ ଆପ୍ ଚଲଉଛୁ, ତୁ ଭିଡ଼ିଓଟା ଗୋଟେ ଭାଇରାଲ କରିପାରୁନୁ। ଏଇ ଦେଖେ ମାଛ, ତୁ ଶଳା ତୋ ଜୀବନରେ କେବେ ଏମିତିଆ ମାଛ ଖାଇନଥିବୁ। ଦେଖୁଛୁ ତ କେମିତି ହାଡ଼ ଚୋବେଇ ଚୋବେଇ ଖାଉଛି। ତୁ ଜୀବନରେ କେବେ ଏମିତିଆ ମାଛ ଖାଇଛୁ? ଖାଇନୁ ନା? ଦେଖେ କେମିତି ଖାଆ ହଉଛି, ସେକିକି ଯାଇ କାଲି କିଣିକି ନେଇକି ଆସିକି ଖାଇବୁ। ତୁ ଶଳା ଟିକେ କାଲିକି ଅପେକ୍ଷା କରେ, କାଲିକି ଅପେକ୍ଷା ରହିଲା ମୋର। ଯଦି ଭିଡ଼ିଓରେ 10,000 ଭିଉ ନ ଆସିଛି ନା, କାଲି ତୋର ଦିନକୁ ମୋର ଦିନ, ମନେ ରହିଲା।